ହ୍ୟାଲୋ ସାଙ୍ଗମାନେ ଜୟ ଜଗନ୍ନାଥ। ତ ଆଜିର ଭିଡ଼ିଓରେ ଦେଖନ୍ତୁ କି ରହିଛି। ତ ଆମେ ତ ଯେତେବେଳେ ବି ଦେଖିବେ କି ଏଇ ଟାଇପ୍‌ରେ କୌଣସି ବି ଯେମିତିକି ଏଠି ଦେଖନ୍ତୁ ମାଟିର ତାୱା ଗୁଡ଼ିକ ଆମେ ଯେତେବେଳେ ବି ଦେଖିବେ ତ ତାକୁ ଏମିତି ରଖିଦେଇଥାଉ। ତ ତାପରେ ଆମେ ଧୋଇକି ରଖି ସାରିଲା ପରେ ସେଗୁଡ଼ିକ ପୁଣି ଯେତେବେଳେ ବି ଆମେ ତ କୌଣସି ବି ଜିନିଷ ବନେଇଥାଉ ତ ଦେଖିବେ କି ସେଗୁଡ଼ିକ ପୁରା ଏମିତିକି ଯାହା ବି ବନାଉ ଲାଗିଯାଏ ତଳଟି। ତ ଆମେ ତାକୁ ଯେତେବେଳେ ବି ଧୋଇକି ରଖୁଛେ ଭଲ ଭାବରେ ଟିକେ ଆମର ତେଲକୁ ଲଗେଇ ନେବା। ଲଗେଇ ନେଇ ସାରିଲା ପରେ କୌଣସି ଗୋଟେ କଭର କରିକି ତାକୁ ରଖିନେବେ। ଜମା ବି ଦେଖିବେ କି ଶୀଘ୍ର ଆଉ ଲାଗିବନି ବଢ଼ିଆ ସେ ହିଁ। ତାକୁ ପୁଣି ଧୋଇକି ବି ଆପଣ ଅ ଯାହା ବି ବନେଇ ପାରିବେ ଯଦିକି ଆପଣ ଯେତେବେଳେ ବି ବନଉଛନ୍ତି ଧୋଇ ଦେଇକି ସାଙ୍ଗେ ସାଙ୍ଗେ ବନେଇଲେ ବି ଦେଖିବେ କି ତ ଯାହା ବି ବନେଇବେ ଜମା ବି ତଳଟି ଲାଗିବନି। ତାପରେ ଏଠି ଦେଖନ୍ତୁ ତାର ନଟ୍‌ଟି ଯଦିକି ଢିଲା ରହୁଥାଏ ଆମେ କଣ କରିବା ନା ତ ଏମିତି ଗୋଟିଏ କଣ୍ଟା ଚାମଚକୁ ନବା। ତ ଚାମଚରେ ଆମେ ଏମିତିକି ନଟ୍‌ଟିକୁ ଟାଇଟ୍ କରିନେବା। ଦେଖିବେ ବହୁତ ହି ବଢ଼ିଆ ଭାବରେ ବି ଟାଇଟ୍ ହେଇଯିବ ଆଉ କୌଣସି ଜିନିଷ ବି ଦରକାର ପଡ଼ିବନି। ତାପରେ ରହିଛି ଏଠି ଦେଖନ୍ତୁ ଆମର ପାନିଆଟିକୁ ଆମେ ଯେତେବେଳେ ବି ବ୍ୟବହାର କରିଥାଉ ନୂଆଟି ତ କଣ ହୁଏ ନା ସେଗୁଡ଼ିକରେ ଦେଖିବେ କି ତ ଧାରୁଆ ଟାଇପ୍‌ର ଥାଏ ନୂଆ ପାନିଆରେ। ଆମେ ତାକୁ ତାର ଧାରଟିକୁ ଟିକେ କମ୍ କରିବାକୁ ହେଲେ କି ଆମକୁ କଣ କରିବାକୁ ହବ କି ତ ଏମିତି ଗୋଟିଏ ଏମିତି ଗ୍ରେଟରଟିକୁ ନବା। ତ ତାପରେ କି ଆମେ ଆକୁ ତ ଏଇ ଟାଇପ୍‌ରେ ଆମର ଆକୁ ଘଷି ନେବା। ଘଷି ନେଲା ପରେ କି ଦେଖିବେ କି ତାର ଧାରଟି ଯେତିକି ଟାଇଟ୍ ପୁରାପୁରି ଧାର ଲାଗୁଥିବ ତାହେଲେ କି ସେଗୁଡ଼ିକ ଧାରଟି କମିଯିବ। ଆରାମସେ ତାକୁ ଆମର ଯେତେବେଳେ ବି ଚୁଟିଟିକୁ କୁଣ୍ଡେଇବେ ତ ଜମା ବି ଆଉ ଧାରୁଆ ଟାଇପ୍‌ରେ ଲାଗିବନି। ତ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ତ ତାପରେ ରହିଛି ଲଙ୍କାଟିକୁ ଆମେ ଯେତେବେଳେ ବି ଦେଖିବେ କି ପେଷ୍ଟ ବନେଇଥାଉ ତ ଏମିତି ଲଙ୍କାର ପାଉଡର ଗୁଡ଼ିକ ଆମେ କଣ ହୁଏ ନା ତାର ଢକ୍କନରେ ବହୁତ ସାରା ଲାଗିଯାଏ। ତ ଏମିତି ଯେତେବେଳେ ବି ଆମେ ତାକୁ ବନେଇବା ଏମିତି କାଗଜକୁ ଗୋଟେ ଦେଇକି ଢକ୍କନରେ ଲଗେଇକି ତାକୁ ବନେଇ ନେବା। ତ ବଡ଼ ସାଇଜରେ କାଗଜଟି ନେବେ ତ ଟିକେ ଛୋଟ ହେଇଗଲା ତ ସେଥିପାଇଁ ଏପଟ ସାଇଡ୍‌ରେ ଆମର ଟିକେ କମ୍ ହେଇଗଲା। ତ ତାପରେ ଆମେ ଆକୁ କଣ କରିବା ଦେଖନ୍ତୁ ବିଲକୁଲ ହିଁ ଏମିତିକି ଚାରିପଟେ ନହେଲେ କି ଢକ୍କନରେ ଦେଖିବେ କି ତାର ଆମର ଗ୍ରାଇଣ୍ଡର ଢକ୍କନରେ ପୁରାପୁରି ଲାଗିକି ରହିଥାଏ। ତ ବିଲକୁଲ ହିଁ ତାର ଢକ୍କନଟି ପୁରା ପରିଷ୍କାରରେ ବି ରହିଲା ଆଉ ଜମା ବି ଲଙ୍କା ଗୁଡ଼ିକ ହାତରେ ଲାଗିଲେ ବି ତ ଜଳାପୋଡ଼ା କରିଥାଏ। ତ ଏମିତିରେ କି ଆପଣଙ୍କୁ ତ ଯେତେବେଳେ ବି ଗ୍ରାଇଣ୍ଡିଙ୍ଗ କରୁଛନ୍ତି ତ ବନେଇ ପାରିବେ। ତାପରେ ଦେଖନ୍ତୁ ଯେତେବେଳେ ଆମେ ଏମିତି ଡବାରେ ଭରିକି ରଖୁଛେ ତ ଛୋଟ ଜାଗାରେ ଥାଏ। ତ ଛୋଟ ଜାଗାରେ ଆମେ କଣ କରିବା ନା ତ ଏମିତି ଗୋଟିଏ କାଗଜକୁ ନେଇଯିବା। କାଗଜରେ କି ଆମେ ଆକୁ ଯାହାକି ପଡ଼ିଯିବ ଏପଟ ସେପଟରେ ପଡ଼ିଯିବ ଲଙ୍କା ଆମେ ରଖିଲେ। ତ ଏମିତିରେ କି ଦେଖନ୍ତୁ ଆମେ ଆକୁ କଣ କରିବା ନା ଗୋଟେ କାଗଜରେ ଏମିତି ରଖିନେବା। ତାପରେ କି ଆମର ଲଙ୍କା ପାଉଡର ଗୁଡ଼ିକୁ ଏମିତି ଯାହା ବି ଆମେ ବନେଇଛୁ ତ ତାକୁ ଏମିତିରେ କି ତ ରଖିଦେବା। ଦେଖିବେ କି ଖୁବ୍ ବଢ଼ିଆ ଭାବରେ କି ଏମିତିକି ତ ରହିଯିବ। ଜମା ବି ପଡ଼ିବନି କି ହାତରେ ଜମା ବି ଲାଗିବନି। ତ ଏମିତିରେ ଦେଖନ୍ତୁ ବଢ଼ିଆ ଭାବରେ କି ଆମର ରହିଲା ବିଲକୁଲ ହିଁ ଏମିତିକି ପଡ଼ିନାହିଁ। ତ ଏମିତିରେ କି ଆପଣଙ୍କୁ ଟ୍ରାଏ କରିପାରିବେ। ଦେଖନ୍ତୁ ଖୁବ୍ ସହଜରେ ଏମିତିକି ଆମେ ଡବାରେ ବି ରଖିପାରିବା। ଗୋଟେ କାଗଜରେ ଦେଖନ୍ତୁ ଏମିତି ରଖିନେବା। ତ ତାପରେ କି ଯେତିକି ବି ଅଛି ଆମେ ଆକୁ ରଖିନେବା। ତ ଏ ଦେଖନ୍ତୁ ଏମିତିରେ କି ରଖିଲା ପରେ କି ଜମା ବି ପଡ଼ିନାହିଁ କି ହାତରେ ବି ବିଲକୁଲ ହିଁ ଲାଗିନାହିଁ। ତ ଏମିତିରେ କି ବହୁତ ହି ବଢ଼ିଆ ଭାବରେ ବି ରଖିପାରିବେ ଆଉ ଯେତେବେଳେ ବି ଲଙ୍କା ଗୁଡ଼ିକ ଆମେ ପାଉଡର ବି ବନଉଛେ ତ ଖୁବ୍ ସହଜରେ ବି ବନେଇ ପାରିବେ। ତ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ନେକ୍ସଟ କଣ ରହିଛି ଏଠି ଦେଖନ୍ତୁ। ତ ଆମର ଯେତେବେଳେ ବି ଏମିତି ଦେଖିବେ କି କୌଣସି ବି ଚେନ୍ ଗୁଡ଼ିକରେ ଯଦି କିଏ ଦେଖିବେ କି ଆମେ ତାକୁ ଏମିତି ରଖିଦେଇଥାଉ ଦେଖିବେ କି ଏମିତି କୌଣସି ବି ଗଣ୍ଠି ଟାଇପ୍‌ରେ ଏମିତିକି ଗୁଡ଼େଇ ହେଲା ଟାଇପ୍‌ରେ ଏମିତିକି ଲାଗିକି ରହିଯାଇଥାଏ। ତାକୁ ଆମକୁ ଖୋଲି ହେଇନଥାଏ। ତ ଏମିତିକି ଗୁଡ଼େଇ ହେଇଯାଇଥାଏ। ତ ଏମିତି କଣ କରିବୁ କି ଆମେ ଦେଖନ୍ତୁ ଯୋଉ ଚେନ୍‌ଟି ଆମର ଏମିତି ପୁରା ଗୋଡ଼େଇ ହେଇଯାଇଛି ତାକୁ ଟିକେ ତେଲ ଲଗେଇକି ଏମିତିକି ହାତରେ ପୁରାପୁରି ତାପରେ ଘଷି ନେବା। ତ ଏଇ ଟାଇପ୍‌ରେ ଘଷି ନେଲା ପରେ କି ତ ଦେଖିବେ କି ସେଗୁଡ଼ିକରେ ଖୁବ୍ ସହଜରେ କି ଏମିତି ଖୋଲି ହେଇଯିବ। ଜମା ବି ଯାହା ବି ଏମିତି ଗୋଡ଼େଇ ହେଇକି ଲାଗିଥିବ ତ ଗଣ୍ଠିଟି ତ ଖୁବ୍ ସହଜରେ କି ଏମିତି ଖୋଲି ପାରିବେ। ତ ବହୁତ ହି ବଢ଼ିଆ ଭାବରେ ଦେଖନ୍ତୁ ଏମିତିରେ କି ଆମର ଯାହା ବି ଏମିତି ନଟ୍‌ଟି ଲାଗିଥିଲା ମଝିରେ ତ ଖୁବ୍ ସହଜରେ କି ଆମେ ଚେନ୍‌ଟିକୁ ଏମିତିକି ତ ଟିକେ ତେଲକୁ ଲଗେଇକି ତାକୁ ହାତରେ ଏମିତିକି ଘଷି ନେବେ। ଘଷିଲା ପରେ କି ତ ଏମିତିରେ କି ଖୋଲି ହେଇଯିବ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ନେକ୍ସଟ କଣ ରହିଛି ତ ଏଠି ଦେଖନ୍ତୁ ଯେତେବେଳେ ବି ଆମେ ରସୁଣଟିକୁ ଛଡ଼େଇଥାଉ ଏମିତି ଦେଖନ୍ତୁ ଯାହାକି ଆମେ ଛଣାଛଣି କରିଥାଉ ଏଇ ଟାଇପ୍‌ରେ ତ ଛାଲନିରେ ଆମେ କଣ କରିବୁ ନା ରସୁଣଟିକୁ ଏମିତି ମୁଁ ଗରମ କରିନେଲି ଯାହାକି ଆପଣ ଗ୍ୟାସରେ ବି ଦେଖିପାରିବେ। ତ ଏଠି ମୁଁ ଇଣ୍ଡକ୍ସନରେ ତ ଏମିତି ଭଲସେ ରଖିନେଲି ଟିକେ ଗରମ କରିନେବା ପରେ କି ତ ଏଠି ମୁଁ
ତ ଗରମ କରିନେଲି। ଗରମ କରିନେଇ ସାରିଲା ପରେ କି ଟିକେ ଦେଖନ୍ତୁ ମୁଁ ଭଲ ଭାବରେ ଆପଣ ଏମିତି କିଛି ଟିକେ ବହୁତ ଜୋରସେ ତାକୁ ଗରମ କରିବେନି, ନହେଲେ କି ପୋଡ଼ି ହେଇଗଲା ଟାଇପ୍‌ର ହେଇଯିବ। ତ ଏଠି ମୁଁ ଇଣ୍ଡକ୍ସନରେ ଦେଲି ଯାହାକି ହାଲକା ଭାବରେ ସେଗୁଡ଼ିକ ଟିକେ ଗରମ ହେଇଯିବ ଭଲ ଭାବରେ। ତ ଏମିତି ପୁରାପୁରି ଗ୍ୟାସଟିକୁ ଜଳେଇକି ଯଦି କେମିତି ଲଗେଇଦେବେ, ସେଗୁଡ଼ିକ ପୁରା ପୋଡ଼ିଯିବ। ତ ତାକୁ ହାଲକା ଭାବରେ ଯଦିକି ବି କରୁଛନ୍ତି, ତାହେଲେ କି ହାଲକା ଭାବରେ ଟିକେ ଗରମ କରିନେବେ। ତାପରେ ଏଠି ଦେଖନ୍ତୁ ଗୋଟେ ଜାଗାରେ ଆମେ ତାକୁ ନେଇଯିବା। ତାପରେ ହାତରେ ଏମିତି ତାକୁ ଦଳି ନବା ପରେ କି ଚୋପାଟି ପୁରାପୁରି ଗରମରେ କି ବହୁତ ହି ବଢ଼ିଆ ଭାବରେ ଖୋଲି ହେଇଯିବ। ଯାହାକି ଗୋଟେ ଗୋଟେ କି ଆମକୁ ଆଉ ଛଡ଼େଇବା ପାଇଁ ପଡ଼ିବନି। ହାତରେ ଏମିତିକି ଦଳି ନେବେ। ତ ତାର ରସୁଣରେ ଚୋପା ଗୁଡ଼ିକ ଦେଖିବେ କି ଏମିତିକି ଛାଡ଼ିଯିବ। ତ ଏମିତିରେ କି ଚୋପାକୁ ଖୁବ୍ ସହଜରେ କି ଛଡ଼େଇ ପାରିବା। ତ ଏଇ ଦେଖନ୍ତୁ ପୁରାପୁରି ଚୋପା ଗୁଡ଼ିକ ଛଡ଼େଇ ହେଇଗଲା। ତ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ତ ନେକ୍ସଟ ରହିଛି ଦେଖନ୍ତୁ କାନ୍ଥରେ ଯେତେବେଳେ ବି ପିଲାମାନେ ଏମିତି କୌଣସି ବି ସ୍କେଚ୍ ହଉ, ଆମର ପେନ୍ ହଉ, ତ ପେନସିଲ୍ ହଉ, କୌଣସି ବି ଜିନିଷ ଯଦି କି ଏମିତି ତାକୁ ଗାରେଇଛନ୍ତି, ତାକୁ ଛଡ଼େଇବାକୁ ହେଲେ କାନ୍ଥଟି ତ ବିଲକୁଲ ହିଁ ଭଲ ଲାଗିନଥାଏ। ତ ଏମିତି ଚିହ୍ନ ରହିଲେ, କାହିଁକି ନା ଛୋଟ ପିଲାମାନେ ତ ଏମିତି ହିଁ କରିବେ। ତ ତାକୁ ଆମକୁ କୌଣସି ବି ଜିନିଷ ଆଉ ଆଣିବାର ନାହିଁ। ତ ଏମିତି କୋଲଗେଟକୁ ଟିକେ ଦେଇଦବା। ତାପରେ ହାତରେ ଏମିତି ତାକୁ ଘଷି ନବା। ତାପରେ କି କୌଣସି ଗୋଟେ କପଡ଼ାରେ ତାକୁ ପୋଛି ନବା। ଦେଖିବେ କି ଯାହା ବି ଆପଣଙ୍କର ପିଲାମାନେ ଏମିତି ଗାରେଇଥାନ୍ତି, ତ ଖୁବ୍ ସହଜରେ କି ଛାଡ଼ିଯିବ। ଦେଖନ୍ତୁ ଏଠି କପଡ଼ାରେ କୌଣସି ଗୋଟେ କପଡ଼ାରେ ଏମିତି ସଫା କରିନେବା ପରେ କି ଦେଖନ୍ତୁ ପୁରାପୁରି ଛାଡ଼ି ଯାଇଛି, ଜମା ବି ଚିହ୍ନ ନାହିଁ। ତ ଏଇ ଟାଇପ୍‌ରେ ଟ୍ରାଏ କରିପାରିବେ। ତ ଆପରେ ଦେଖନ୍ତୁ ପାନିଆଟିରେ ଯେତେବେଳେ ଦେଖିବେ କି ଆମେ ଚୁଟିଟିକୁ ଯେତେବେଳେ ବି କୁଣ୍ଡେଇ ଥାଉ, ପାନିଆରେ ଏମିତିକି ଲାଗିକି ଦେଖିବେ କି ବହୁତ ସାରା ଏମିତିକି ମଇଳା ଲାଗିକି ରହିଥାଏ। ତ ଆମେ ଯେତେବେଳେ ବି ତ ଚୁଟିଟି ବି ଝଡ଼ିକି ମାନେ ଝଡ଼ି ପଡ଼ିଥାଏ, ଯେତେବେଳେ କି ବହୁତ ସାରା ଏମିତି ପାନିଆରେ ବହୁତ ସାରା ଏମିତି ଗୋଡ଼େଇ ହେଇକି ଲାଗିଥାଏ। ତ ଆମେ କଣ କରିବା ନା ଯେତେବେଳେ ବି ଆମେ ତ ଏମିତି ଚୁଟିଟିକୁ ଯେତେବେଳେ ଆମେ କୁଣ୍ଡେଇବା, ତ କଣ କରିବା ନା ଆମକୁ ତ ଏଇ ଟାଇପ୍‌ରେ ପଲିଥିନ୍‌ଟିକୁ ଗୋଟେ କାଟି ନେବେ ଛୋଟ ସାଇଜ୍‌ରେ। ତାପରେ କି ଆମେ ଆକୁ ପଲିଥିନ୍‌ଟିକୁ ପାନିଆରେ ପୁରାପୁରି ଏମିତି ଲଗେଇ ନବା। ଲଗେଇ ନେଇ ସାରିଲା ପରେ କି ତାକୁ ଚୁଟିଟିକୁ କୁଣ୍ଡେଇଲେ ବି ଯାହା ବି ମଇଳା ହଉ, ଚୁଟିଟି ଯାହା ବି ଝଡ଼ିଥାଉ, ତ ଏଠି ସବୁ ଗୁଡ଼ିକ ଏମିତିକି ଲାଗିକି ରହିବ। ତାକୁ ଆରାମସେ ଆପଣ ବାହାର କରିପାରିବେ। ପାନିଆ ବି ପୁରା ପରିଷ୍କାର ରହିବ। ତ ଏମିତିରେ ବି ତାକୁ ବାହାର କରିକି ଫୋପାଡ଼ି ପାରିବେ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ତାହେଲେ ଲାଇକ୍ କରିଦେବେ। ଆପଣମାନେ ଯଦି ଚ୍ୟାନେଲରେ ନୂଆ ଥିବେ, ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଛୋଟ ଛୋଟ ଟିପ୍ସ କିନ୍ତୁ ଆମମାନଙ୍କ ପାଇଁ ବହୁତ ହି ହେଲ୍ପଫୁଲ୍। ରହିଲି, ଜୟ ଜଗନ୍ନାଥ।